ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବିଶ୍ୱାଳୀଠାରେ ଗଢ଼ି ଉଠିଥିବା ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ ପରିଷଦ ପକ୍ଷରୁ ପଶୁପକ୍ଷୀଙ୍କୁ ସେବା ଯତ୍ନ, ଖାଦ୍ୟ ଓ ନିରାପତ୍ତା ଯୋଗାଇ ଦିଆଯାଉଛି। ବିଶେଷକରି ଗ୍ରୀଷ୍ମ ଋତୁରେ ପଶୁ ଓ ପକ୍ଷୀଙ୍କୁ ଖାଦ୍ୟ ଓ ଜଳ ପ୍ରଦାନ କରାଯାଇଥାଏ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲ ଏବଂ ପାରାଦୀପ ଚତୁଃପାର୍ଶ୍ୱରେ ଥିବା କୃତ୍ରିମ ଜଙ୍ଗଲରେ ଏହି ଅନୁଷ୍ଠାନ ପକ୍ଷରୁ ପଶୁଙ୍କୁ ଖାଦ୍ୟଦ୍ରବ୍ୟ ପ୍ରଦାନ ସହ ଜଙ୍ଗଲର ଗଛ ଡାଳରେ ବିଭିନ୍ନ ଜଳପୂର୍ଣ୍ଣ ପାତ୍ର ଟଙ୍ଗାଯାଇ ପକ୍ଷୀମାନଙ୍କ ତୃଷ୍ଣା ନିବାରଣ ପାଇଁ ପଦକ୍ଷେପ ନିଆଯାଉଛି। ଏହା ବ୍ୟତୀତ ଜଙ୍ଗଲର ବିଭିନ୍ନ ସ୍ଥାନରେ ମଧ୍ୟ ବଡ଼ ବଡ଼ ଜଳପାତ୍ର ରଖାଯାଇ ପଶୁମାନଙ୍କ ଶୋଷ ମେଣ୍ଟାଇବା ପାଇଁ ପଦକ୍ଷେପ ନିଆଯିବା ସହ ପଶୁପକ୍ଷୀ ଓ ଜଙ୍ଗଲ ତଥା ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ ସମୟରେ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଏ ସମ୍ପର୍କରେ ବିକାଶ ପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିବେଶବିତ୍ ଅମରେଶ ନରେଶ ସାମନ୍ତ କହିଛନ୍ତି, ଦୀର୍ଘ 35 ବର୍ଷ ହେବ ଆମେ ଏହି ପରିବେଶ କାମ କରୁଛୁ ଏବଂ ପରିବେଶ କାମ ସୁରକ୍ଷା ସହିତ ଆମେ ବିଭିନ୍ନ ବନ୍ୟପ୍ରାଣୀ ପଶୁପକ୍ଷୀମାନଙ୍କର ଯତ୍ନ ନେଉଛୁ। ସାଧାରଣତଃ ନଭେମ୍ବର ମାସରୁ ଆମେ ବିଭିନ୍ନ ପଶୁ ପକ୍ଷୀମାନଙ୍କ ପାଇଁ କୃତ୍ରିମ ଜଙ୍ଗଲରେ ଖାଦ୍ୟ ପାନୀୟ ବ୍ୟବସ୍ଥା କରିଥାଉ। ଏହି ପ୍ରକ୍ରିୟା ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ଚାଲେ। ଆମର ଏହି ଯେଉଁ କାର୍ଯ୍ୟକ୍ରମରେ ପାଖାପାଖି ଆମେ 50ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସାମିଲ ହେଉ। ଆମର ବାବା ବାଲୁଙ୍କେଶ୍ୱର ଗ୍ରାମ ବିକାଶ ପରିଷଦ ତରଫରୁ ଏହି କାମ ସାଧାରଣତଃ ଜୁନ୍ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥାଏ। ପ୍ରତିବର୍ଷ ଆମେ କିଛି ନା କିଛି ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରୁ ଏବଂ ହେନ୍ତାଳ ବଣର ସୁରକ୍ଷା କରୁ। ନୂଆ ହେନ୍ତାଳ ଜଙ୍ଗଲ ମଧ୍ୟ ଆମେ ସୃଷ୍ଟି କରୁଛୁ। ପାରାଦୀପ ମୁହାଣରେ ରହୁଛୁ, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି, ତାକୁ କେମିତି ପ୍ରତିହତ କରାଯାଇପାରିବ ସେହି ଉଦ୍ଦେଶ୍ୟରେ ଆମେ କାମ କରୁଛୁ। ପାରାଦୀପ ତଟରକ୍ଷୀ ବାହିନୀର ତତ୍ତ୍ୱାବଧାନରେ ଓଡ଼ିଶା ଉପକୂଳ ସମୁଦ୍ରରେ 2 ଦିନିଆ ମିଳିତ ସାମୁଦ୍ରିକ ସୁରକ୍ଷା ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ଓ ବିଭିନ୍ନ ନିରାପତ୍ତା ବା ସୁରକ୍ଷା ପ୍ରଦାନକାରୀ ସଂସ୍ଥାଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ଉଦ୍ଦେଶ୍ୟରେ ଏହି ଅଭିଯାନ ଆୟୋଜିତ ହୋଇଥିଲା। ଏଥିରେ ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୁଲିସ, ମତ୍ସ୍ୟ ବିଭାଗ, ବନ ବିଭାଗ, ସୀମା ଶୁଳ୍କ ବିଭାଗ ଓ ଜିଲ୍ଲା ପ୍ରଶାସନ ସମେତ 18ଟି କେନ୍ଦ୍ର ଓ ରାଜ୍ୟ ସରକାରୀ ସଂସ୍ଥା ମିଳିତ ଭାବେ ଅଂଶଗ୍ରହଣ କରିଥିଲେ। ସମୁଦ୍ର ପଥ ଦେଇ ସମ୍ଭାବ୍ୟ ଆତଙ୍କୀ ଅନୁପ୍ରବେଶ, ଅବୈଧ କାର୍ଯ୍ୟକଳାପ ଓ ସୁରକ୍ଷା ସଂକ୍ରାନ୍ତ ଆହ୍ୱାନର ମୁକାବିଲା ପାଇଁ ବିଭିନ୍ନ ପରିସ୍ଥିତିକୁ ଆଧାର କରି କଳା କୌଶଳ ଅଭ୍ୟାସ ପ୍ରଦର୍ଶନ କରାଯାଇଥିଲା। ଜଳପଥ ଦେଇ ଆତଙ୍କୀ ଅନୁପ୍ରବେଶ ଓ ସନ୍ଦିଗ୍ଧ ନୌକା ଚଳାଚଳକୁ କିପରି ପ୍ରତିହତ କରାଯାଇପାରିବା ସହ ନୌକା ତଲାସୀ, ସନ୍ଦିଗ୍ଧ ଗତିବିଧି ଚିହ୍ନଟ ଓ ତ୍ୱରିତ ପ୍ରତିକ୍ରିୟା ଭଳି କାର୍ଯ୍ୟପଦ୍ଧତି, ଶତ୍ରୁପକ୍ଷ ଜାହାଜ ଦ୍ୱାରା ଭାରତୀୟ ଜାହାଜ ଉପରେ ଆକ୍ରମଣ ପ୍ରୟାସକୁ ପଣ୍ଡ କରାଯିବା କୌଶଳ ଅଭ୍ୟାସ କରାଯାଇଥିଲା। ସାମୁଦ୍ରିକ ବିପତ୍ତି ଓ ଅନୁପ୍ରବେଶ କିମ୍ବା ସୁରକ୍ଷାଜନିତ ବିପଦ କାଳରେ କିପରି ସୁରକ୍ଷା ସଂସ୍ଥାଗୁଡ଼ିକ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପଦର ସାମୁଦ୍ରିକ ମୁକାବିଲା କରିପାରିବେ ସେଥିନେଇ ଅଭ୍ୟାସ କରାଯାଇଥିଲା। ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ସଡ଼କ ସୁରକ୍ଷା ଓ ଦୁର୍ଘଟଣା ନିରାକରଣ ସଂକ୍ରାନ୍ତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ବରିଷ୍ଠ ପରିବହନ ଅଧିକାରୀ, ପାରାଦୀପ ଓ ଜଗତସିଂହପୁର ପୌର ପରିଷଦର ଅଧିକାରୀ ଓ ସଡ଼କ ସୁରକ୍ଷା ବିଶେଷଜ୍ଞମାନେ ଯୋଗଦେଇ ଜିଲ୍ଲାରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରାଯିବା ସଂକ୍ରାନ୍ତ ପରିବହନ ନୀତି ନିୟମ ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ। ବିଶେଷଜ୍ଞମାନେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ନିମନ୍ତେ ଉଦ୍ଦିଷ୍ଟ PM ରାହତ ଯୋଜନାର ବିବରଣୀ ଉପସ୍ଥାପନ କରିଥିଲେ। ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳନ ପରିପ୍ରେକ୍ଷୀରେ ଖାଉଟିମାନଙ୍କୁ ଠକାମିରୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖାଉଟିମାନେ କିପରି ଠକାମି କିମ୍ବା ଶୋଷଣର ଶିକାର ନ ହେବେ ସେଥିପାଇଁ ବିଭାଗୀୟ କର୍ମଚାରୀମାନେ ବିଭିନ୍ନ ପ୍ରଦର୍ଶନ ମାଧ୍ୟମରେ ଖାଉଟିମାନଙ୍କୁ ସଚେତନ କରିବା ସହ ଖାଉଟି ସୁରକ୍ଷା ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଜଗତସିଂହପୁରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ 1885ଟି ମାମଲାରୁ 1381ଟିର ସଫଳତାର ସହ ଫଇସଲା ହୋଇ 4,13,05,893 ଟଙ୍କା ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କ ଋଣ ସମ୍ବନ୍ଧୀୟ ପ୍ରାକ୍ ମୋକଦ୍ଦମାରେ 5,153ଟି ମାମଲାରୁ 184ଟି ଫଇସଲା ହେବା ସହିତ 65,08,003 ଟଙ୍କା ଋଣ ଆଦାୟ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।